ସତର ଅଧୀନ ଭଗବାନ ମହାପ୍ରଭୁ ବା ଏଥିରୁ ବାଦ ଯାଆନ୍ତେ କିପରି? ଯୁଦ୍ଧର ଭାଗ୍ୟ ନିୟନ୍ତ୍ରଣ କରିବାକୁ ରତ୍ନମଣ୍ଡପ ଛାଡ଼ି କଳା ଘୋଡ଼ା ଧଳା ଘୋଡ଼ାରେ ଚଢ଼ି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ଯୁଦ୍ଧ କରିବାକୁ ବାହାରିଲେ। ବାଟରେ ତୃଷାର୍ତ୍ତ ମହାପ୍ରଭୁ ମାଣିକ ନାମକ ଜଣେ ମହିଳାଙ୍କଠୁ ଦହି ପିଇଲେ। ପାଉଣା ବାବଦକୁ ଶ୍ରୀହସ୍ତରୁ ସୁବର୍ଣ୍ଣ ମୁଦ୍ରିକା ଖୋଲି ମହାପ୍ରଭୁ ସେହି ମାଣିକଙ୍କୁ ଦେଲେ। ପରବର୍ତ୍ତୀ ଦିନ ରାଜା ଯୁଦ୍ଧକୁ ଗଲାବେଳେ ତାଙ୍କୁ ଭେଟି ମାଣିକ ଏହି ମୁଦ୍ରିକାଟି ଦେଖାଇଲେ। ମହାପ୍ରଭୁଙ୍କ ମୁଦ୍ରିକାକୁ ଚିହ୍ନିପାରି ରାଜା ପୁରୁଷୋତ୍ତମ ଦେବ ନିଜର ବିଜୟ ସୁନିଶ୍ଚିତ ବୋଲି ଜାଣିଲେ। ମହାପ୍ରଭୁଙ୍କୁ ଦହି ଖୁଆଇଥିବା ମାଣିକକୁ ରାଜା ଏକ ଗ୍ରାମ ଦାନ କଲେ ଓ ଏହାର ନାମ ରହିଲା ମାଣିକପାଟଣା। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କ ଦିବ୍ୟ ଉପସ୍ଥିତି ଯୋଗୁଁ ରାଜା ପୁରୁଷୋତ୍ତମ ଯୁଦ୍ଧରେ ବିଜୟ ଲାଭ କଲେ। ସର୍ତ୍ତ ମୁତାବକ କାଞ୍ଚି ରାଜାଙ୍କ ଆରାଧ୍ୟ ଶ୍ରୀ ଗଣେଶ ଓ ରାଜଜେମା ପଦ୍ମାବତୀଙ୍କୁ ଧରି ରାଜା ଉତ୍କଳ ରାଜ୍ୟକୁ ଫେରି ଆସିଲେ। ଶ୍ରୀ ଜଗନ୍ନାଥଙ୍କୁ ଅପମାନ ଓ ତାଙ୍କୁ ଚାଣ୍ଡାଳ ଅପବାଦ ଦେଇ ବିବାହ ପ୍ରସ୍ତାବ ଭାଙ୍ଗି ଦିଆଯାଇଥିବାରୁ ସେ ପଦ୍ମାବତୀଙ୍କୁ ଜଣେ ଚାଣ୍ଡାଳ ସହ ବିବାହ ଦେବାକୁ ଘୋଷଣା କଲେ। ଚତୁର୍ମନ୍ତ୍ରୀ ପରିସ୍ଥିତି ସମ୍ଭାଳି ନେବାକୁ ନିଜକୁ ପ୍ରସ୍ତୁତ କଲେ। ଆସିଲା ସେହି ମହାର୍ଘ ଦିନ ମହାପ୍ରଭୁଙ୍କ ଘୋଷଯାତ୍ରା। ପୁରୁଷୋତ୍ତମ ଦେବ ସୁବର୍ଣ୍ଣ ସମାର୍ଜନୀ ଧରି ଛେରା ପହଁରା କଲାବେଳେ ମନ୍ତ୍ରୀ ସଂଘରେ କାଞ୍ଚି ରାଜଜେମା ପଦ୍ମାବତୀଙ୍କୁ ଧରି ରଥ ନିକଟରେ ଉପସ୍ଥିତ ହେଲେ। ମନ୍ତ୍ରୀଙ୍କ ଇସାରାରେ ରାଜଜେମା ପଦ୍ମାବତୀ ବରଣମାଳା ନେଇ ରାଜା ପୁରୁଷୋତ୍ତମ ଦେବଙ୍କ ଗଳାରେ ଲମ୍ବାଇ ଦେଇ ତାଙ୍କୁ ପତି ରୂପରେ ବରଣ କଲେ। ମହାପ୍ରଭୁଙ୍କ ରଥରେ ଝାଡ଼ୁ କରୁଥିବା ରାଜା ପୁରୁଷୋତ୍ତମ ଦେବ ଯୋଗ୍ୟ ଚାଣ୍ଡାଳ ବୋଲି ମନ୍ତ୍ରୀ ଘୋଷଣା କଲେ। ପୁରୀର ଗଜପତି ମହାରାଜା ପ୍ରତିବର୍ଷ ରଥଯାତ୍ରାରେ ଛେରା ପହଁରା କରି ମହାପ୍ରଭୁଙ୍କ ଆଦ୍ୟ ସେବକର କର୍ତ୍ତବ୍ୟ ପାଳନ କରି ଆସୁଛନ୍ତି। ମହାପ୍ରଭୁ ଜଗନ୍ନାଥ ଭିଆଇଲେ ଲୀଳା, କାଞ୍ଚି ଯୁଦ୍ଧ ଇତିହାସ ଉତ୍କଳ ରଚିଲା। परम भक्त ओ आद्य सेवक विनम्रतार सह से रथयात्रा अवसर छेरा पहरा करिथांती। कांची राज्य परिभ्रमण रे जाइथिबा बेले एक प्रमोद उद्यान रे से राजजेमा पद्मावती को देखी मोहित हेले। उभय परस्पर को भल पाई बसिले। पद्मावती को विवाह पाई पुरुषोत्तम देवଙ୍କ निकटକୁ प्रस्ताव पठागला। विवाह प्रस्ताव नहीं आसीथिबा कांची राज्यर